ଆଜି ଆମେ ଜଣେ ଏମିତି ବ୍ୟକ୍ତିତ୍ୱ ବିଷୟରେ କଥା ହେବାକୁ ଯାଉଛୁ, ଯିଏ ନିଜ ଦୃଢ଼ ଇଚ୍ଛାଶକ୍ତି, ଦୟାଳୁ ହୃଦୟ ଓ ଦୂରଦୃଷ୍ଟି ସହିତ ଏକ ସାଧାରଣ କମ୍ପାନୀକୁ ବିଶ୍ୱ ପରିସରରେ ଗୌରବ ଦେଇଛନ୍ତି। ସେ ହେଲେ ରତନ ଟାଟା। ରତନ ଟାଟାଙ୍କ ଜନ୍ମ 28 ଡିସେମ୍ବର 1937 ମସିହାରେ ମୁମ୍ବାଇ ସହରରେ ହୋଇଥିଲା। ସେ ଗୋଟିଏ ପ୍ରସିଦ୍ଧ ପାରସୀ ପରିବାରରୁ ଆସିଥିଲେ। ତାଙ୍କର ବାପା ଥିଲେ ନବଜୀ ବାଇ ଟାଟା, ମା ଥିଲେ ସୋନୁ ଟାଟା। ସେ ଆରମ୍ଭରୁ ହିଁ ବିଦ୍ୟାର୍ଥୀ ଭାବରେ ବହୁତ ମେଧାବୀ ଥିଲେ। ସେ କର୍ଣ୍ଣେଲ ୟୁନିଭର୍ସିଟିରେ ଆର୍କିଟେକ୍ଚର ପଢ଼ିଥିଲେ। ତାପରେ ହାର୍ଭାର୍ଡ ବିଜନେସ୍ ସ୍କୁଲରେ ମ୍ୟାନେଜମେଣ୍ଟ ଶିକ୍ଷା ନେଇଥିଲେ। ରତନ ଟାଟା 1961 ମସିହାରେ ଟାଟା ଷ୍ଟିଲରେ ଜୁନିୟର ମ୍ୟାନେଜମେଣ୍ଟ ରୂପେ କାମ କରିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କର କୌଶଳ ଓ ନେତୃତ୍ୱରେ ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ହେଲେ। 1991 ମସିହାରେ ଟାଟା ଇଣ୍ଡିକା ଭାରତରେ ପ୍ରଥମ ନିଜସ୍ୱ ଡିଜାଇନ୍ କରାଯାଇଥିବା ଗାଡ଼ି ଟାଟା ନାନୋ, ଏହାକୁ ସେ ଲୋକମାନ୍ୟ ଗାଡ଼ି ବୋଲି କହିଥିଲେ, ଯାହାକୁ ସବୁଠାରୁ ଶସ୍ତା ଚାରିଚକିଆ ଗାଡ଼ି ଭାବେ ଉପସ୍ଥାପନ କରାଯାଇଥିଲା। ଜାଗ୍ରଲ୍ୟାଣ୍ଡ ରୋଭର୍ସ ଏହି ବୃହତ ବ୍ରିଟିଶ କମ୍ପାନୀକୁ ଟାଟା ଗ୍ରୁପ ନିଜ ଅଧୀନରେ ନେଲା, ଯାହା ଏକ ବୃହତ ସଫଳତା ଥିଲା। ରତନ ଟାଟା କେବଳ ବ୍ୟବସାୟୀ ନୁହେଁ, ସେ ଏକ ଦୟାଳୁ ଓ ଦାନଶୀଳ ବ୍ୟକ୍ତି। ଟାଟା ଟ୍ରଷ୍ଟ ମାଧ୍ୟମରେ ସେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ ଉନ୍ନତି ପାଇଁ ଅନେକ ଦାନ କରିଛନ୍ତି। ରତନ ଟାଟାଙ୍କ ଜୀବନ ଆମକୁ ଶିଖାଏ, ଆପଣ ବଡ଼ ପରିବାରରୁ ଆସୁଥିଲେ କିମ୍ବା ନୁହେଁ, ଯଦି ଆପଣ ପରିଶ୍ରମୀ ଓ ନମ୍ର ଦୟାଳୁ ହେବେ, ତେବେ ନିଶ୍ଚିତ ଭାବେ ସଫଳତା ଆପଣଙ୍କ ହାତେ ଆସିବ। ଯଦି ଆପଣମାନେ ଏମିତି ଭିଡ଼ିଓ ଦେଖିବାକୁ ଚାହୁଁଥିଲେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଏବଂ କମେଣ୍ଟ କରନ୍ତୁ।